ଶିବ ଓ ଅହଙ୍କାର ରାଜା। ପୁରାତନ ଭାରତରେ ମହାବଳ ନାମରେ ଜଣେ ଶକ୍ତିଶାଳୀ ରାଜା ଥିଲେ। ସେ ଅନେକ ଯୁଦ୍ଧ ଜିତିଥିଲେ ଏବଂ ଏକ ସାମ୍ରାଜ୍ୟ ଗଢ଼ିଥିଲେ। ସେ ରାଜାଙ୍କ ପାଖରେ ଧନ, ସେନା, ସମ୍ମାନ ସବୁ ଥିଲା, କିନ୍ତୁ ଏକ ଜିନିଷ ଧୀରେ ଧୀରେ ବଢ଼ୁଥିଲା। ସେଇଟା ହେଉଛି ତାଙ୍କର ଅହଙ୍କାର। ରାଜା ସର୍ବଦା କହୁଥିଲେ, ମୋ ପରି ଶକ୍ତିଶାଳୀ ରାଜା ଏ ଧରାପୃଷ୍ଠରେ କେହି ନାହାନ୍ତି। ସେ ଭାବୁଥିଲେ, ମୋ ସମ୍ମୁଖରେ ଭଗବାନ ବି କିଛି ନୁହେଁ। ରାଜାଙ୍କ ଏହି କାର୍ଯ୍ୟଗୁଡ଼ିକ ଦେଖି ସେ ରାଜ୍ୟର ପ୍ରଜାମାନେ ବହୁତ ଡରୁଥିଲେ। ତା ସହ ପୂଜା ପାଠକୁ ବି ସେ ଅବହେଳା କରୁଥିଲେ ଏବଂ ସାଧୁ ସନ୍ନ୍ୟାସୀଙ୍କ ଉପବାସ କରୁଥିଲେ, କିନ୍ତୁ କେହି କିଛି କହିପାରୁନଥିଲେ। ଏକ ଦିନର କଥା, ସେ ଶୁଣିଲେ ହିମାଳୟରେ ଜଣେ ସାଧୁ ଅଛନ୍ତି, ଯାହାଙ୍କ ଆଶୀର୍ବାଦରେ ଲୋକଙ୍କ ଜୀବନ ବଦଳୁଛି। ରାଜା ହସି କହିଲେ, ମୋ ଆଶୀର୍ବାଦ ବିନା କିଛି ହୁଏନି। ମୁଁ ବି ଦେଖିବି ସେ ସାଧୁ କିଏ। ରାଜା ସେନା ସହ ହିମାଳୟକୁ ପହଞ୍ଚିଲେ। ସେଠାରେ ଦେଖିଲେ ଜଣେ ସାଧୁ ଧ୍ୟାନରେ ବସିଛନ୍ତି। ଶରୀରରେ ଭସ୍ମ, ଚକ୍ଷୁ ବନ୍ଦ ଓ ମୁହଁରେ ଅଦ୍ଭୁତ ଶାନ୍ତ। ରାଜା ସେ ସାଧୁକୁ ଦେଖି ଗର୍ବରେ କହିଲେ, ହେ ସାଧୁ, ମୋ ଦେଶର ରାଜା, ମୋତେ ଆଶୀର୍ବାଦ ଦିଅ। ମୁଁ ସମଗ୍ର ପୃଥିବୀକୁ ଜିତିବି। ସାଧୁ ଧୀରେ ଚକ୍ଷୁ ଖୋଲିଲେ। ସେ ଥିଲେ ଶିବ। ଶାନ୍ତ ସୁରରେ କହିଲେ, ରାଜା, ଯାହା ତୁମ ପାଖରେ ପୂର୍ବରୁ ଅଛି, ସେଥିପାଇଁ ଆଶୀର୍ବାଦ କାହିଁକି? ରାଜା ଶିବଙ୍କ କଥା ଶୁଣି ବହୁତ ଚିଡ଼ିଗଲେ। ରାଜା ରାଗରେ କହିଲେ, ତୁମେ ମୋ ସହ କଥା କରୁଛ? ମୋର ଶକ୍ତି ଦେଖିନାହୁଁ। ଶିବ ହସି କହିଲେ, ଶକ୍ତି ଯଦି ଅହଙ୍କାର ଜନ୍ମ ଦେଉଛି, ସେ ଶକ୍ତି ଦୁର୍ବଳତା। ରାଜା ଶିବଙ୍କ କଥାକୁ ଟିକେ ବି ଧ୍ୟାନ ନ ଦେଇ ସେଠାରୁ ଚାଲିଗଲେ। କିଛି ଦିନ ପରେ ରାଜାଙ୍କ ଦେଶରେ ଦୁର୍ଭିକ୍ଷ, ସେନାରେ ବିଦ୍ରୋହ, ଧନହାନି ହୋଇଗଲା। ଶେଷରେ ରାଜା ଏକାକୀ ହୋଇଗଲେ। ଯେଉଁ ଦେଶର ସେନା ଓ ଲୋକମାନେ ଭୟରେ ଡରୁଥିଲେ, ସେମାନେ ସମସ୍ତେ ଦୂରେଇ ଗଲେ। ରାଜା ଶେଷରେ ହାରିଯାଇ ଭାଙ୍ଗି ପଡ଼ିଲେ। ରାଜା ସେ ନିରାଶ ମନରେ ପୁଣି ହିମାଳୟକୁ ଗଲେ ଏବଂ ରାଜା ମୁଣ୍ଡକୁ ନୁଆଁଇ କହିଲେ, ହେ ଶିବ, ହେ ପ୍ରଭୁ, ମୁଁ ଭୁଲ କରିଛି। ମୋତେ କ୍ଷମା କରନ୍ତୁ। ମୋତେ ଶିକ୍ଷା ଦିଅନ୍ତୁ। ମୋତେ ଦଣ୍ଡ ଦିଅନ୍ତୁ। ରାଜାଙ୍କର କଥା ଶୁଣି ଶିବ କହିଲେ, ରାଜା, ମୁଁ କେବେ ତୁମର ଶତ୍ରୁ ନଥିଲି। ତୁମର ଶତ୍ରୁ ଥିଲା ତୁମ ନିଜର ଅହଙ୍କାର। ଶେଷରେ ଶିବ ରାଜାଙ୍କୁ ଗୋଟିଏ ଶିକ୍ଷା ଦେଲେ, ଯିଏ ନମ୍ର ସେ ହିଁ ମହାନ, ଯିଏ ଶୁଣେ ସେ ହିଁ ଶିଖେ, ଯିଏ ଅହଙ୍କାର ଛାଡ଼େ ସେ ସତ୍ୟ ରାଜା। ଶିବଙ୍କର ଏହି କଥାକୁ ଶୁଣି ରାଜାଙ୍କ ଆଖିରୁ ଲୁହ ଝରିଗଲା। ସେ ଦିନଠାରୁ ମହାବଳ ରାଜା ବଦଳିଗଲେ। ଦୟାଳୁ, ନମ୍ର, ନ୍ୟାୟପରାୟଣ ହୋଇ ନିଜ ରାଜ୍ୟର ଶାସନ କଲେ। ଶେଷରେ ସମସ୍ତ ଧନ ପୁଣି ଫେରି ଆସିଲା ଆଉ ରାଜା ପାଖକୁ ଖୁସି ଓ ରାଜ୍ୟକୁ ଶାସନ କଲେ। ଆମେମାନେ ଶିଖିଲେ, ଶକ୍ତି ଓ ସଫଳତା ଯେତେ ବଡ଼, ନମ୍ରତା ସେତେ ଆବଶ୍ୟକ। ଅହଙ୍କାର ମନୁଷ୍ୟକୁ ଏକା କରେ, ନମ୍ରତା ମହାନ କରେ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଲାଇକ୍, ସବସ୍କ୍ରାଇବ୍, କମେଣ୍ଟ ଏବଂ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ଭିଡ଼ିଓ ଆପଣଙ୍କ ପାଖରେ ପହଞ୍ଚିପାରିବ।